ଓଡ଼ିଶା ଶୁଭ ସକାଳ। ଚାଲନ୍ତୁ ଜାଣିନେବା ଆଜି ଡିସେମ୍ବର 29 ଶୁକ୍ରବାର 10ଟି ମୁଖ୍ୟ ଖବର ଦେଶ ବିଦେଶର। ସେଥିପାଇଁ ମୋର ଅନୁରୋଧ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଭୁଲନ୍ତୁ ନାହିଁ ଦର୍ଶକ ବନ୍ଧୁମାନେ। ଆଉ ଭିଡ଼ିଓକୁ ନୂଆ ଆସିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବି ଭୁଲନ୍ତୁ ନାହିଁ ଦର୍ଶକ ବନ୍ଧୁମାନେ। ଚାଲନ୍ତୁ ଜାଣିନେବା ପ୍ରଥମ ଖବର ଉପରେ ନଜର ପକାଇବା। ପୁରୀ ଶ୍ରୀମନ୍ଦିର ଯିବା ପୂର୍ବରୁ ଏ ଖବର ନିଶ୍ଚୟ ଜାଣନ୍ତୁ, ହଇରାଣ ହେବେନି। ବର୍ଷ ସରିବାକୁ ଆଉ ମାତ୍ର ହାତ ଗଣନି କିଛି ଦିନ। ସ୍କୁଲ କଲେଜ ସମସ୍ତେ ବିଭିନ୍ନ ସଂସ୍ଥା ପକ୍ଷରୁ କ୍ରିସମସ୍ ଆଉ ଇୟର ଏଣ୍ଡ ଛୁଟି ଘୋଷଣା ହୋଇ ସାରିଛି। ନୂଆ ବର୍ଷ ଆରମ୍ଭ ପୂର୍ବରୁ ବହୁ ଲୋକ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହାନ୍ତି। ତେଣୁ ଏବେ ପୁରୀରେ ସ୍ଥିତି ଅସମ୍ଭାଳ। ସାଧାରଣତଃ ରାତି 9ଟାରେ ପୁରୀ ପହଞ୍ଚିଲେ ଜଗା ଦର୍ଶନ ସହଜରେ ହୋଇପାରୁଥିଲା। ହେଲେ ଏବେ ରାତି 9ଟାରେ ମଧ୍ୟ ଏମିତି ଭିଡ଼ ଯେ ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ତେଣୁ ଆପଣ ବି ଯଦି ପୁରୀ ପ୍ଲାନ୍ କରୁଛନ୍ତି ତାହେଲେ ଟିକେ ଏ ଖବର ଉପରେ ନଜର ପକାଇ ଦିଅନ୍ତୁ। 5ଟି ଅଧ୍ୟକ୍ଷ ପରାମର୍ଶ ପରେ ସିଏମଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ବାଟାଲିୟନ ଅନୁମୋଦନ ମିଳିଛି। ଏଥିରେ 1190 ଜଣ ସୁରକ୍ଷାକର୍ମୀ କାର୍ଯ୍ୟ କରିବେ। ପୁରୀ ଏସ୍ପିଙ୍କ ତତ୍ତ୍ୱାବଧାନରେ ସମସ୍ତେ କାମ କରିବେ। ସେମାନଙ୍କ କାର୍ଯ୍ୟର ରୂପରେଖ କ'ଣ ରହିବ ତାହାକୁ ପୁରୀ ଏସ୍ପି ତଦାରଖ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏଥିସହ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯାତ୍ରୀଙ୍କ ସୁରକ୍ଷା, ସେବାୟତଙ୍କ ଗାଡ଼ି ପାର୍କିଂ ଓ ପ୍ରବେଶ ଆଦିକୁ ମଧ୍ୟ ଶୃଙ୍ଖଳିତ କରିବ ଏହି ବାଟାଲିୟନ। ତାହା ସହ ଚାରିଦୁଆର ଦର୍ଶନ ବ୍ୟବସ୍ଥା ପାଇଁ ବି ଏହି ବାଟାଲିୟନ ମୁତୟନ ହେବେ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଜାନୁଆରୀରେ ଓଡ଼ିଶା ଆସିବେ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର। କଂଗ୍ରେସ ତାର 139ତମ ଫାଉଣ୍ଡେସନ ଦିବସ ପାଳନ କରିଛି। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଗପୁରରେ ଏକ ରାଲିରେ ସମ୍ବୋଧନ କରିଥିଲେ। କଂଗ୍ରେସ ଏହି ସମାଜର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରଦ ପଟ୍ଟନାୟକ ଯୋଗ ଦେଇଥିଲେ। ଆଉ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଭାରତ କଂଗ୍ରେସ କମିଟିର ନବଯୁକ୍ତ ଓଡ଼ିଶା ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କୁ ସାକ୍ଷାତ କରି ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ପିସିସି ସଭାପତି ସୂଚନା ଦେଇଛନ୍ତି ଯେ ନୂତନ ପ୍ରଭାରୀ ଡକ୍ଟର ଅଜୟ କୁମାର ଆସନ୍ତା ଜାନୁଆରୀ 6 ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ପ୍ରଦେଶ କଂଗ୍ରେସ ପକ୍ଷରୁ ଅଜୟ କୁମାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ଯୋଜନା ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଅନ୍ୟପଟେ ଆସନ୍ତା ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆଉ ମହାପ୍ରଭୁଙ୍କ ନୂଆ ପ୍ରଭାରୀ ରାଜ୍ୟରେ ପହଞ୍ଚି ରାଜ୍ୟ କଂଗ୍ରେସକୁ ନୂଆ ସଂଯୋଗ କରିବେ ଅଜୟ। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଧୋନିଙ୍କ ପରେ କିଏ ହେବ ଚେନ୍ନାଇର ଅଧିନାୟକ? ଚେନ୍ନାଇ ସୁପର କିଙ୍ଗକୁ ତାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ କରିଥିବା ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ 2024 ପାଇଁ ପ୍ରସ୍ତୁତ ଅଛନ୍ତି। ଧୋନି ପୁଣି ଥରେ ଆଇପିଏଲ୍ 2024ରେ ଚେନ୍ନାଇ ଅଧିନାୟକ ନଜର ଆସିବେ। ମହେନ୍ଦ୍ର ସିଂହ ଧୋନି କିଛି ସମୟ ଧରି ଆଣ୍ଠୁଗଣ୍ଠିରେ ପୀଡ଼ିତ ଥିଲେ। ଏଭଳି ପରିସ୍ଥିତିରେ ସେ ପୁରା ସିଜିନ୍ରେ ଖେଳିବାକୁ ସମର୍ଥ ହେବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଋତୁରାଜ ଗାଇକ୍ୱାଡଙ୍କ ଉପରେ ନଜର ରଖନ୍ତୁ। ଏସୀୟ ଗେମ୍ସରେ ଋତୁରାଜ ଭାରତର ଅଧିନାୟକତ୍ୱରେ ଥିବାବେଳେ ଦଳକୁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବ୍ୟାଟରଙ୍କ ସହ ଗାଇକ୍ୱାଡଙ୍କ ପ୍ରଦର୍ଶନ ମଧ୍ୟ ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରିଛି। ଏହା ବ୍ୟତୀତ ଟି-20ରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ମଧ୍ୟ ରହିଛି। ଋତୁରାଜ ଗାଇକ୍ୱାଡଙ୍କ ବ୍ୟତୀତ ମଇନ ଅଲିଙ୍କୁ ଦଳର ନିର୍ଦ୍ଦେଶକ ମଧ୍ୟ ଦିଆଯାଇପାରେ। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବଢୁଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ଆଉ 3 ଆକ୍ରାନ୍ତ। ପୁଣି କାୟା ମେଲାଉଛି କରୋନା। ରାଜ୍ୟର ତଥା ଦେଶରେ ବଢୁଛି କରୋନା ସଂକ୍ରମଣ। ରାଜ୍ୟରେ ଆଉ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ମୋଟ ସକ୍ରିୟ ସଂଖ୍ୟା 8ରେ ପହଞ୍ଚିଛି। ପୂର୍ବରୁ 5 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଥିଲେ, ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ୍ ଅଛି। ସେମାନଙ୍କର କେବଳ ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନାହାନ୍ତି, ଘରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ 2 ରୋଗୀ କଟକ। ଅନ୍ୟ ରୋଗୀଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି। ପ୍ରଥମ 2 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ। ସର୍ଭେଲାନ୍ସ ଆହୁରି ବଢ଼ାଯିବ। ଯାହାର ଲକ୍ଷଣ ଦେଖାଯାଉଛି ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ। ଏହା ସହ ଦେଶରେ ମଧ୍ୟ ବଢ଼ି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 692 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ 2 ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। କାତାରରେ ମୃତ୍ୟୁଦଣ୍ଡ ପାଇଥିବା 8 ଭାରତୀୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଫାଶୀ ଉପରେ ରୋକ ଲଗାଇଲେ
କୋର୍ଟ। ଭାରତର 8 ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ଚର୍ଯ୍ୟ ଖବର ଆସିଛି। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ 8 ଜଣଙ୍କ ଫାଶୀ ଦଣ୍ଡର ଉପରେ ରୋକ ଲଗାଇଛି। ବୈଦେଶିକ ମନ୍ତ୍ରଣାଳୟ ରହିଛି ଯେ ଏହି ମାମଲାରେ କତରର ସର୍ବୋଚ୍ଚ ଆଦାଲତରେ ଆପିଲ କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଭାରତ ସରକାରଙ୍କ ତରଫରୁ ଏନେଇ କତର କୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ହୋଇଛି। ଏଥିରେ ପ୍ରଥମ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ କୋହଳ କରାଯାଇଛି। କତରରେ ଭାରତୀୟ ରାଜଦୂତ ଓ ଅନ୍ୟ ଅଧିକାରୀମାନେ କୋର୍ଟ ଉପସ୍ଥିତ ଥିଲେ। ବିଦେଶ ମନ୍ତ୍ରଣାଳୟ କହିଛି କି ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଉପସ୍ଥିତ ଥିଲେ ଓ ଆଗକୁ ମଧ୍ୟ ରହିବେ। ଚାଲନ୍ତୁ ଦର୍ଶକ ବନ୍ଧୁମାନେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସରକାର ଦଉଛନ୍ତି 5 ଲକ୍ଷର ସହାୟତା, ମହିଳାଙ୍କୁ 10 ଲକ୍ଷ ଟଙ୍କା, ଏମିତି ଉଠାନ୍ତୁ ଲାଭ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟବାସୀଙ୍କ ପାଇଁ ଅନେକ ଗୁଡ଼ିଏ ଯୋଜନା ହାତକୁ ନେଉଛନ୍ତି ରାଜ୍ୟ ସରକାର। ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ କିଛି ଯୋଜନା କାର୍ଯ୍ୟକାରୀ ହେବା ପଥରେ ଗ୍ରସ୍ତ ହେଉଛି, ଆଉ କିଛି ଯୋଜନାରେ ସିଧାସଳଖ ଲାଭ ଉଠାଉଛନ୍ତି ହିତାଧିକାରୀ। କେବଳ ଓଡ଼ିଶା ସରକାର ନୁହେଁ, ଅନେକ ରାଜ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ସେଥିମଧ୍ୟରୁ କିଛି ବେଶ୍ ଲୋକପ୍ରିୟ ହୋଇପାରନ୍ତି। ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଅନେକ ମାତ୍ରାରେ ସଫଳ ବ୍ୟବସ୍ଥା ହୋଇପାରିଛି। ଓଡ଼ିଶା ସରକାରଙ୍କ ଏଭଳି ଏକ ସ୍କିମ୍ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 2028 ଅଗଷ୍ଟ 15ରେ ଲଞ୍ଚ କରାଯାଇଥିଲା, ଯାହାକି ବିଶେଷ କରି ଆର୍ଥିକ ସଶକ୍ତିକରଣ ଦୁର୍ବଳ ଶ୍ରେଣୀର ପରିବାର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ଉଦ୍ଦିଷ୍ଟ। ଏହି ଯୋଜନା ଆଧାରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଧନ୍ୟବାଦ ଦର୍ଶକ ବନ୍ଧୁମାନେ, ଜୟ ଜଗନ୍ନାଥ। ଥ୍ୟାଙ୍କ୍ସ ଫର ୱାଚିଂ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିକି ରଖନ୍ତୁ। ଏମିତି ନ୍ୟୁଜ୍ ସବୁବେଳେ ଦେଖିପାରିବେ ସର୍ବପ୍ରଥମେ ମୋ ଚ୍ୟାନେଲରେ। ଧନ୍ୟବାଦ, ଜୟ ଜଗନ୍ନାଥ।